हाय सांगमाने जय जगन्नाथ आशीष ब्लॉग को स्वागत सांगमाने आज हूँ रथयात्रा चलो जीवा देखा रथयात्रा केते लोक आसी बर्तमान मोटे आम गाँ रास्त चलती अल्प समय पहुँचापी पाखापाखि हो गलुने देखिपे आरंभ हो रथयात्रा फाइनाल देखिपे आम आसी पहुँची जाऊँ रथयात्रा ऊपर पूजा चली मैंने ठिया होती समस्ते ढेर लोक आई भी देखिपे ऊपर चढ़ुं पूजा चलती जड़े जड़े दौरान पूजा आ देखु एमती आमर सब चलती रीतिनीति से देखिपे आमर रथ यात्रा आमर रथ बाहरी ना रथ चालू भी है ना रथ चालू हम एवं बर्तमान पूजा बुझी चली नना पूजा करम रथ उपर चढ़ुं देखिपे ये नना आमर कौन भाषण दौरान को आमर सब भोग थाली धरी ठिया रही पूजा करने मित्र आमर सजासजी चलती ठाकुर को देखिपे ये आ गए आमर जे भाषण दिन सी कहते सैड टाइम होगा रथ आमर आग को गड़ फूल सजा चलती धूप दिया भी हम है ना पूजा पाठ चलती आमर सब चंदन मारिकी सब रेडी होती देखिपे वीडियो समस्त कर सहित फोटो भी उठाऊँच सब ठिया होती चाहते केत रथ टणा आमे मैंने समस्ते टाणबू देखिपे गजपति महाराज बर्तमान रथ उपरे चढ़ी छेरा परा आरंभ हो देखु आमर नना ऊपर को चढ़ीगलानी छेरा परा ये खोला जाऊँगी आमर देखिपे झाड़ू खोला झाड़ू खोला सरी देखिए आमर सरी जो झाड़ू ये पार खरका जाए झाड़ू सरी आहरी भी लोक आउट मो पछपटे देखिपे भी केमती ठिया होती प्रभु को दर्शन करने आग फ्रंट भी देखिपे प्रभुंर अति श्रद्धालु अच्छी समस्ते तो आसबे रथ यात्रा आज टाणिया नहीं केते खुशी अच्छा देखिपे मनर पूरा ये आ कीर्तन बेला मान कीर्तन माने जो रेडी हो गले आमर सी भी कीर्तन करेंगे तापर एटी आमर रथ चली ना चलो देखिपे बर्तमान ये आमर हसी पड़े टणा स्टार्ट है ना ये चलती आहरी किसी समय ये लगे मैं डेरी चार्टा जो साढ़े चार्टा 5:30 बेलू टणा जी बोली कथा 5:30 आमर पूर्वर टे स्टार्ट हो जाए भगवाला ऊपर को देखते आमर सीढ़ी पड़ी सीढ़ी समस्ते चढ़ुं समस्ते ये चाहकी रही केत रथ टणा हम अनेक रही महिमा कर समस्त अच्छी समस्ते टाणवे रथ रथ दौड़ी छुईले महाप्रभु को बहुत आशीर्वाद ही मिलता है आमर से छुआ गोटे नहीं गले ताली दीदी पड़े नना को देखिए आमर ये कौन गोटे धरती एटा मुझे जानी ना सेटा जदि कमेंट जदि जानी आपण मैंने कमेंट टे जनइबे जे रेड कलर जो धरी से कौन गोटे कहुए
କହିବେ କମେଣ୍ଟରେ। ଦେଖିପାରୁଥିବେ କେତେ ଭିଡ଼ ହେଉଛନ୍ତି। ପୋଲିସ ବାବୁ ଆମର ଆସିକି ପହଞ୍ଚିଯାଇଛନ୍ତି ରଥଯାତ୍ରାରେ। ବର୍ତ୍ତମାନ ଏବେ ଆମର ରଥ ଟାଣିବା ଆରମ୍ଭ ଷ୍ଟାର୍ଟ ହେଇନାହିଁ, ହେଇଯିବ। ଚକା ସାଇଡ଼ କରାହେଉଛି, ତା ସହିତ ଆମର ଦୌଡ଼ି ଧରା ଆରମ୍ଭ ହେଇଗଲାନି। ଉପରୁ କହୁଛନ୍ତି ଯେ ଡାଳ ଅଛି ବାଜିବ, ସେଠି ଟିକେ ଦେଖିକି ଇଏ କର। ତାକୁ ଟେକି ଦିଆହେଉଛି ଏଠି, ଟିକେ ଆଗକୁ ଦେଖିପାରିବେ। ସମସ୍ତେ ଭିଡ଼ିଓ କରୁଛନ୍ତି ମହାପ୍ରଭୁଙ୍କର। ଚାଲ, ଆରମ୍ଭ ହେଇଗଲାନି ରଥ ଟାଣିବାର। ଏହା ହେଉଛି ଆମ ଗାଁରେ, ଗାଁ ମଝାମଝିରେ ବର୍ତ୍ତମାନ ରଥ ସାଇଡ଼ ହେଇଥିଲା, ଆଉ ଟିକେ ସାଇଡ଼ କରାଯିବ। କାହିଁକି ରଥ ସିଧା ନହେଲେ ସାଇଡ଼କୁ ଚାଲିଯିବ। ଏଟା ହେଉଛି ଆମର ରଥର ଲୁହା ଚକ ଲାଗିଛି, ଏଠି ଦେଖିପାରୁଛେ ଲାଗିଛି। ଏଠି ବସି ହେଇଛନ୍ତି, କେତେ ସୁନ୍ଦର ଦେଖାଯାଉଥିବେ ଭଗବାନ ଦେଖାଯାଉଛନ୍ତି। ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଦେଖିପାରୁଥିବେ। ଆମର ବର୍ତ୍ତମାନ 3 ଠାକୁର ରହିଛନ୍ତି। ଆମର ଆହୁରି ଚାଲିଛି, ସାଇଡ଼ କରାଇକି ରହିଛି। ରଥ ଦିନ ମହାପ୍ରଭୁଙ୍କର ଭକ୍ତ ଯେଉଁଠି ବି ଥାଆନ୍ତି, ଗୋଟିଏ ଦିନ ସମସ୍ତେ ରଥ ଟାଣିବାକୁ ଆସନ୍ତି। ଆଉ ସିଏ ହେଉଛି ପୁଣି ଦ୍ୱିତୀୟ ତିଥିରେ ରଥ ଟଣା ଆମର ହୁଏ। ସେଦିନ ହେଉଛି ଭଲ ଦିନ। ଆଉ ଓଡ଼ିଶାର ସବୁଆଡ଼େ ରଥ ଟଣା ବି ଯାଉଛି, ରଥ ଟଣା ହେଉଛି। ଆମରି ମଧ୍ୟ ରଥ ଟଣା ଆରମ୍ଭ ହେଇନାହିଁ, ଷ୍ଟାର୍ଟ ହେଇଯିବ। ଦେଖିପାରୁଥିବେ ଆମର ଏଠି ଠିଆ ହେଇଛନ୍ତି ହାତ ଯୋଡ଼ିକି ପ୍ରଭୁଙ୍କୁ, ଧ୍ୟାନର ସହିତ କ'ଣ କରୁଛନ୍ତି, ପ୍ରାର୍ଥନା। ଏଠି ମୋର କ'ଣ ନନା କହୁଛନ୍ତି ଭିତରେ, ଯେ ଆମର ଭାଷଣ ଦିଅନ୍ତି, ସେ ମଧ୍ୟ 2 ଜଣ ଭାଷଣ ଦେବାକୁ ଆଇଛନ୍ତି। ଜଣେ ଦେଖିପାରୁଥିବେ ଆମର ଭାଷଣ ଚାଲିଛି, ଆଉ ଜଣେ କ'ଣ ଆସିକି ନନାଙ୍କୁ ଏଠି କହୁଛନ୍ତି। ସେ ମଧ୍ୟ ସାଇଡ଼ ହେଇଗଲେ, ଡାହାଣ ପାର୍ଶ୍ୱରେ ସେ ଅଛନ୍ତି। ଆମର ଆଉ ଗୋଟେ ଭାଷଣ ଯିଏ ଦେଉଛନ୍ତି ବାମ ପାର୍ଶ୍ୱରେ ରହିଛନ୍ତି। ଆଉ ଏଠି ଆମର କୋଟି କୋଟି ଛୁଆମାନେ ହିଁ ସେମାନଙ୍କର ରଥ ବି ଆସୁଛି। ଦେଖନ୍ତୁ, ସେମାନେ ବି ରଥ ଦେଖିକି କରିଛନ୍ତି, ବଡ଼ ରଥ ଦେଖିକି କରିଛନ୍ତି। ଛୋଟ ଛୁଆମାନେ କେତେ ସୁନ୍ଦର ରଥ ଟଣା ଯାଉଛି, ଆପଣ ସେଠି ତ ଦେଖିପାରୁଥିବେ, ଦେଖି ସାରିଲେଣି। ଏଠି ଆମର ବଡ଼ ରଥ ଦେଖିପାରୁଥିବେ। ଏଠି ଗୋଟେ ସେ ବ୍ୟାକ୍ଗ୍ରାଉଣ୍ଡରେ ସେ ପଛରେ ଗୋଟେ ମନ୍ଦିର, ଜଗନ୍ନାଥ ମନ୍ଦିର ଅଛି। ଏଠି ଭିଡ଼ିଓ କରିବାରେ ମଧ୍ୟ ସବୁ ଚାଲିଛି। ସରିନାହିଁ, ଚାଲିଛି। ଏବେ ଆଳତି ଚାଲିଲା, ଗଜପତି ମହାରାଜ ଆଳତି କରୁଛନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସମସ୍ତେ ଘଣ୍ଟା ଧରିକି ଆମର ରେଡ଼ି ହେଇଛନ୍ତି। ଘଣ୍ଟା ବାଜିବ, ତା ସହିତ ହୁଳହୁଳି ମଧ୍ୟ ବି ରହିଛି ଆଗକୁ। ବାହାରି ନାହାନ୍ତି, ଏଠି ଆମର ସରିନାହିଁ। ଏଇଟା କ'ଣ ଆଉ କରନ୍ତି, ଏ ବି ଚାଲିଛି। ଦେଖିପାରୁଥିବେ ସେଟା ଏଇଠି ଆମର ସେ ଆସିକି ଆମର ଏଇଟା ରଖିଦେଲେ ଭିତରେ, ତାଙ୍କର ଆସ୍ଥାନରେ ରଖିଦେଲେ। ଦେଖାଯାଏ ଶ୍ରୀ ଘଣ୍ଟେଶ୍ୱରୀ ମନ୍ଦିର ଏପଟେ ରହିଛି। ମନ୍ଦିର ଏପଟେ ଶ୍ରଦ୍ଧାଳୁ ଠିଆ ହେଇଛନ୍ତି। ଆଉ ଭିଡ଼ କେତେ ମାତ୍ରାରେ ହେଇଛି ଆପଣ ବି ଦେଖିପାରୁଥିବେ। ଏଠି ଦେଖାଯାଏ ପୁରା ପ୍ରବଳ ଜାମ୍ ରହିଛି। ଆଳତି ସମସ୍ତେ ନେଉଛନ୍ତି। ମୁଁ ବି ଯାଇ ଟିକେ ଆଳତି ନେଇସାରିଲି। ଆସିକି ରଥ ଟଣା ଆମର ଆରମ୍ଭ ହେଇଗଲାନି। NH ପାଖାପାଖି ଆମେ ଧରିଲୁନି। NHରେ ବର୍ତ୍ତମାନ NH ଧରିଲୁନି। ବର୍ତ୍ତମାନ ରାସ୍ତାରେ ଚାଲିଛୁ। ଆଉ
ପାରୁଥିବେ ଥକି ହେଲେନି। ତାପରେ ଗାଡ଼ି ଜାମ୍ ହେଇଯାଇଛି। କେତେ ପ୍ରବଳ ଭିଡ଼ ଦେଖନ୍ତୁ ଆମ NHରେ। ମୁଁ ବି ଭାବିନଥିଲି ଏମିତି ରଥଯାତ୍ରାରେ ଭିଡ଼ ହୁଏ ବୋଲି। ଦେଖିପାରୁଥିବେ ରଥ ଟାଣିବା ନେଇ ସମସ୍ତେ ଟାଣୁଛନ୍ତି। ଅନ୍ୟ ଭାଇମାନେ ଭଉଣୀମାନେ ଆସିକି ବି ରଥ ଟାଣୁଛନ୍ତି ରାସ୍ତାରେ। NH ଚାଲିଛି ବର୍ତ୍ତମାନ। ଆଉ ରହିଲା ଆମ ଥାନା ପାଖାପାଖି ଏଇନା। ଏଇଟା ଯେଉଁ ପଛପଟେ ଗୋଟେ ଗାଡ଼ି ଠିଆ ହେଇଛି, ଗାଡ଼ି ପୁରା ବନ୍ଦ। ଯେଉଁଦିନ ରଥ ଟଣା ହେବ ଗାଡ଼ି ଯଦି ରାସ୍ତାରେ ଠିଆ ହେଇଥାଏ NHରେ, ସେଦିନ ମାନେ ବନ୍ଦ ରୁହେ। ରଥ ଟଣା ହେଇସାରିଲା ପରେ ଗାଡ଼ି ଆଗେଇବ, ନହେଲେ ଗାଡ଼ି ଆଗେଇ ପାରିବ ନାହିଁ। ଶ୍ରଦ୍ଧାଳୁ ରଥ ଟାଣୁଛନ୍ତି। ରଥ ଟାଣି ସାରିଲା ପରେ ଏଠି ଚାଲିଛନ୍ତି ଆମର। ଦେଖିପାରୁଥିବେ ରଥ ମାନେ ବସ୍ ଟାଣିବା ମଧ୍ୟରେ, ରଥ ଟାଣିବା ମଧ୍ୟରେ ବସ୍ ଆମର ମଝିରେ ଫସି ଯାଇଛି। ବର୍ତ୍ତମାନ ତାଙ୍କୁ ସାଇଡ଼୍ ଦିଆହେଉଛି ବସ୍କୁ। ବସ୍ ବର୍ତ୍ତମାନ ଦେଖିପାରୁଥିବେ ବାହାରିଗଲା। ତାପରେ ଆମେ ରଥ ଟଣା ଷ୍ଟାର୍ଟ କରିଦେବୁ। ଆହୁରି ଗୋଟେ ଗାଡ଼ି ରହିଛି, ସିଏ ମଧ୍ୟ ପାସ୍ ହେଉଛି ଧୀରେ ଧୀରେ କରି। ପୋଲିସବାଲା ବି ରହିଛନ୍ତି, କିନ୍ତୁ କ'ଣ କରିବୁ, ଗାଡ଼ି ଯେତେବେଳେ ଫସି ଯାଇଛି ତ ସାଇଡ଼୍ କରିବା ନିହାତି ଦରକାର। ବର୍ତ୍ତମାନ ସାଇଡ଼୍ ହେଇଗଲେ, ସାଇଡ଼୍ ହେଇ ଦେଖିପାରୁଥିବେ ଷ୍ଟାର୍ଟ ହେଇଗଲାନି। ସାଇଡ଼୍ କରାହେଉଛୁ। ସିଧା ହେଲା ପରେ ହିଁ ରଥ ଆମର ଆଗକୁ ଯିବ। ଟିକେ ସାଇଡ଼୍ ହେଇଯାଇଥିଲା। ଗାଡ଼ି ଯାଉଛି NHରେ ଦେଖିପାରୁଥିବେ। ଆଉ ବର୍ଷା ଦ୍ୱିପହରେ ହେଉଥିଲା ସାଙ୍ଗମାନେ। ସକାଳୁ ଦ୍ୱିପହରେ ବି ଛାଡ଼ି ଯାଇଛି। ଆଉ ବର୍ଷା ନାହିଁ। ଯାଉ ମହାପ୍ରଭୁଙ୍କର ଏଇଟା ଗୋଟେ ଭଲ ମାନେ ଦର୍ଶନ। ମେଘ ଟାଣିବା ସମୟରେ ମେଘ ନାହିଁ, ଗୁଳିଗୁଳି ଥିଲା, ତଥାପି ଭଲ ଲାଗୁଥିଲା। ଏଇ ପାଗରେ ରଥ ଟାଣିବା ଲାଗି ସମସ୍ତଙ୍କର ବି ଆଶା ପୂରଣ ହେଲା। ମାନେ ମୁଁ ବି ରଥ ଟାଣୁଛି, ତା ସହିତ ଦେଖିପାରୁଥିବେ ଭିଡ଼ିଓ ବି କରୁଛି। ଆମର ଚକା ସାଇଡ଼୍ ହେଇଛି, ତାକୁ ସିଧା କରାଯାଉଛି। ଦେଖିପାରୁଛନ୍ତି ଟଣା ହେଉଛି। ଗୋଟେ ହାତରେ ଟାଣୁଛନ୍ତି, ହେବନି। ସେମାନେ ଆମର ବାଁଶ ଲଗେଇ ଟାଣୁଛନ୍ତି। ସେ କହୁଛନ୍ତି ରୁହ। ଇଏ ଆସିଗଲେ ଆମର ଭିତରକୁ ପଶିଲେ। ଇଏ ବି ସାଇଡ଼୍ କରେ। ସାଇଡ଼୍ ନକଲେ ରଥ ଯିବନି। ସାଇଡ଼୍ ହେଇଯାଇଛି। ଯେଉଁ କରୁଛେ ବର୍ତ୍ତମାନ ଆମେ ଥାନା ପାଖାପାଖି ହେଇଗଲିଣି। ସେଠି ଦୋକାନ ଗୋଟେ ଦେଖିପାରୁଥିବେ, ଆମର ମାନେ ଦୋକାନ ରହିଛି ଥାନା ପାଖରେ ଦୋକାନଟା। ଏଇଟା ସେଇ ଇଏରେ ଥାନା ବ୍ରିଜ୍, ଥାନାର ବ୍ରିଜ୍ କଳା ଫୁଲ ଦେଖିପାରୁଥିବେ। ଏଠି ଗାଡ଼ି ବି ପାସ୍ କରୁଛୁ ଗୋଟେ। ତାପରେ ଏଠି ଆମର କେତେ ମାନେ ଲାଇନ୍ ହେଇ ଚାଲିଛନ୍ତି ଦେଖନ୍ତୁ। ପୁରା ଟ୍ରେନ୍ ଲାଇନ୍ ଯେମିତି ଚାଲିଛି ସେଇଭଳିଆ ଚାଲୁଛନ୍ତି। ରଥ ଦୌଡ଼ି ତ ସମସ୍ତଙ୍କର ଇଚ୍ଛା ଧରିବା ପାଇଁ, ଭଗବାନଙ୍କର ଗୋଟିଏ ଦିନ, ଆଉ ସମସ୍ତେ ଧରୁଛନ୍ତି। ଏଇଠି କିଛି ଠିଆ ହେଇକି ବି ଦେଖୁଛନ୍ତି। ମାନେ ସମସ୍ତେ ଯିଏ ବି ଆସୁଛୁ ଗାଡ଼ି ଠିଆ କରିକି ବି ରଥ ଟିକେ ଦୌଡ଼ି ଛୁଇଁ ଦେଇକି ବା ଟାଣି ଦେଇକି ଯାଉଛନ୍ତି। ମଧ୍ୟ ଟାଣୁଛନ୍ତି, ତା ସହିତ ସାଇଡ଼୍ରେ ମଧ୍ୟ ଚାଲୁଛନ୍ତି। ଦେଖିପାରୁଥିବେ ଆମର ଏତେ ଖୁସି ଅଛନ୍ତି ରଥ ଟାଣିବା ସମୟରେ ବି। ମହାପ୍ରଭୁଙ୍କ ଦର୍ଶନ ହିଁ ମିଳେ, ଆଉ ତ ସମୟରେ ମିଳେ ନାହିଁ। ସାଙ୍ଗମାନେ ଦେଖିପାରୁଥିବେ ପଛର ଆଉ ଗୋଟେ କୁନି ରଥ ଆସୁଛି। ତାଙ୍କ ରଥ ବି କିଛି ରହିଛନ୍ତି ବି ହାଇ କରିଦେଇ ପଳେଇଲେ। ଚାଲିଛି ରଥ, ତାଙ୍କର ବି ଆସିଗଲାନି। ତାଙ୍କର ଇଏ ଦୌଡ଼ି, ନଡ଼ିଆ କତା ଦୌଡ଼ି ନାହିଁ, ପ୍ଲାଷ୍ଟିକ୍ ଦୌଡ଼ି। ଏଠି ନଡ଼ିଆ କତା ଦୌଡ଼ି ଦେବା କଥା, କିନ୍ତୁ ଛୁଆମାନେ ଆଉ କ'ଣ କରିବେ, ପ୍ଲାଷ୍ଟିକ୍ ଦୌଡ଼ି ଦେଇକି ରଥ ଟାଣୁଛନ୍ତି। ଆଉ ଏଇଟା ଆମ ଜଷ୍ଟ ଛକ ପାଖାପାଖି ହେଇଗଲୁ। ଦେଖିପାରୁଥିବେ ଭ୍ୟାନ୍ ବର୍ତ୍ତମାନ ଗୋଟେ ଗଲା, ଆରପଟେ ତାକୁ ସାଇଡ଼୍ କରିଦେଲେ। ଏପଟେ ରଥ ଯିବା ସମୟରେ ତାକୁ ଦେଲେନି, ଏପଟେ ଆରପଟେ ଗଲେ। ଏଠି ପ୍ରବଚନ ଚାଲିଛି ମହାପ୍ରଭୁଙ୍କର। କିଛି ତାଙ୍କର ବାର୍ତ୍ତା, ତାଙ୍କର କଥା ପୁରା ଅଲଗା। ଆଉ ସମସ୍ତେ ଶୁଣିକି
ମନ ମୁଗ୍ଧ ହେଇଛି। ପୁଣି ଆମର ଗାଡ଼ି ଆଗକୁ ରଥ ମାଡ଼ି ଚାଲିଲା ଆଗକୁ। ବର୍ତ୍ତମାନ ମାଡ଼ି ଚାଲିଛନ୍ତି ଆଗକୁ ଧୀରେ ଧୀରେ କରିକି। ଜୋର ଟାଣିଦେଲା ବେଳକୁ ସାଇଟ୍ ହେଉଛି ବେଳେବେଳେ, ମଝିରେ ବି ରହିଛନ୍ତି ସେବକମାନେ ଆମର ଲୁହା ଚକା ତ, ସେଥିପାଇଁ ସାଇଟ୍ ହେଇଯିବା କଥା ବି। ପୁଣି ଯେତେବେଳେ ସାଇଟ୍ ହେଉଛି ତାକୁ ଟାଣୁଛନ୍ତି, ଦେଖିପାରୁଥିବେ ବାଁଶ ଧରିକି ଆମର ଚାଲିଛନ୍ତି। ଚକା ସାଇଟ୍ ହେବ ନାହିଁ, ଯଦି ବି ସାଇଟ୍ ହେଲା ତାକୁ ସିଧା କରାଯିବ। ଦେଖିପାରୁଥିବେ ଆମର ବର୍ତ୍ତମାନ ଚାଲିଛନ୍ତି ଆଗକୁ ମାଡ଼ି ମାଡ଼ି। ଆମର ଛକ ପାଖାପାଖି ହେଇଲୁଣି। ଦେଖନ୍ତୁ ମୁଁ ବି ଧରିକି ରଥ ଟାଣୁଛି ଆଉ ଭିଡ଼ିଓ ବି ସୁଟ୍ କରୁଛି। ଏ ପୁଣି ଏଇଠି ସରି ନାହିଁ, ଏଇଟା ଯେଉଁ ଆମର ସାଇଡ଼୍ରେ ଦୋକାନ ଫୋକାନ ସବୁ ଅଛି। ଦୋକାନ ଭାଇମାନେ ବି ଆସିକି ରଥ ଟାଣୁଛନ୍ତି, ଦେଖୁଛନ୍ତି ବି ରଥ କେମିତି ଯାଉଛି। ବସ୍ ଗୋଟେ ପୁଣି ପାରେଇଲା, ଦେଖିପାରୁଥିବେ। ଏଇ ଯେ ଚକୋଲେଟ୍ ପଡ଼ୁଛୁ କିଛି ପଡ଼ୁଛୁ, ମାନେ ମୁଁ ଗୋଟେ ପାଇମି କ'ଣ, ମୁଁ ଗୋଟେ ରୁଣ୍ଡେଲା ମାନେ ଜଷ୍ଟ ଉଠେଇଛି କହୁଛୁ ଆଉ 5 ଜଣ ମାଡ଼ି ବସିବେ। ସେ ମଜା, ସେ ଆନନ୍ଦ ଆଉ ସୁଯୋଗ ମିଳିବ କି ନାହିଁ। ମହାପ୍ରଭୁଙ୍କର ଯଦି ଆଶା ଥାଏ ପୁଣି ଆର ବର୍ଷକୁ ଆମେ ରଥ ଟାଣିବୁ। ତମେ ଦେଖିପାରୁଥିବ ଏଠି ପ୍ରବଳ ଭିଡ଼, ରଥ ଟାଣେ ନାହିଁ ଆଉଠୁ ବାଉଠୁ ସମସ୍ତେ ଏଠି ରଥ ଟାଣୁଛନ୍ତି। ଆଗରୁ ଆମର କିଛି କୀର୍ତ୍ତନ ତ କହିଥିଲି, ଆଗରୁ କୀର୍ତ୍ତନ ଚାଲିଥିଲା, ଆମ ଛକ ଉପରେ କୀର୍ତ୍ତନ ଧରୁଛନ୍ତି। ଦେଖିପାରୁଥିବେ ରଥ କେତେ ମାତ୍ରା ଲୋକ, ତଥାପି 100 ଉପରକୁ ଲୋକ ହେଇଯିବେ। ସମସ୍ତେ ରଥ ଦୌଡ଼ି କାହାର ନ ଧରିବା ପାଇଁ ଆଶା, ସମସ୍ତଙ୍କର ରଥ ଦୌଡ଼ି ଧରିବା ପାଇଁ ଆଶା। କୋଟି କୋଟି ଛୁଆମାନଙ୍କ କତିରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଧରନ୍ତି ରଥ ଦୌଡ଼ି। ରଥ ଟାଣିବା ନାହିଁ ସେତିକି ଆଗ୍ରହୀ। ପଛେ ଛିଡ଼ି ଯାଉ ଗୋଡ଼ ହାତ, କିନ୍ତୁ ରଥ ଟଣା ଯାଉ। ବର୍ଷା ଆସୁ ବି ଯାହା ବି ଆସୁ କି ରଥ ଟାଣିବ। ଏଠି ହରି ପକା, ଜୟ ଜଗନ୍ନାଥ ହରି ବୋଲ ପକାଯାଉଛି। ଦେଖିପାରୁଥିବେ ଚକୋଲେଟ୍ ଗୋଟେ ଧରିକି ଉଠେଇଲି, କିନ୍ତୁ ଆଉ 5 ଜଣ ମୋ ଉପରେ ଚଢ଼ି ହେଇଥିଲେ, ସେଟା ଦେଖି ପାରିଲିନି। ତଥାପି ଗୋଟେ ଚକୋଲେଟ୍ ଧରିକି ପଳେଇ ଯାଇନି, ସାଇଡ଼୍ରେ ପଡ଼ିଗଲା ତ, ସେଠିକା ଯାଇପାରୁଥିଲା। ଗାଡ଼ି ବି ଆସୁଛି, ସାଇଡ଼୍ କରାଯାଉଛି ନା, ଆମ ରାସ୍ତା ପ୍ରବଳ ଭିଡ଼ ହେଇଯିବ। ସେନାକି ଆର ପଟକୁ ସାଇଡ଼୍ କରିଦିଆଯାଉଛି। ଏପଟେ ପୁରା ରଥ ଚାଲିଛି, ଏପଟ ଲାଇନ୍ରେ ଆରପଟ ଲାଇନ୍ରେ, ସେପଟ ଲାଇନ୍ରେ ଆଉଛନ୍ତି, କିନ୍ତୁ ଆରପଟ ଲାଇନ୍ରେ ଛଡ଼ା ଯାଉଛି। ଆମର କୀର୍ତ୍ତନ ଚାଲିଛି, ବାଜା ମଧ୍ୟ ଏଠି ପିଟୁଛନ୍ତି, ବାଜା ଢଙ୍ଗ ଢଙ୍ଗ କରିଛନ୍ତି। ଏଠି କଥା ହେଉଛନ୍ତି, ନିଜେ ଗୀତ ଗାଉଛନ୍ତି। ତମେ ଗୀତ ଗାଇସାର, ଆମେ ଗୀତ ଗାଇବୁ। ଜଣକ ପରେ ଜଣେ ଗୀତ ଗାଉଛନ୍ତି, ଦେଖିପାରୁଥିବ ଏଠି ଦେଖେଇଥିଲି। ଆଉ ଏଠି ଆମର ଚାଲିଛନ୍ତି ସବୁ ରାସ୍ତା ଉପରେ, ଆମର ଦେଖିପାରୁଥିବେ ସମସ୍ତେ ପୁଣି ରହିଯାଇଛନ୍ତି କିଛି, କାହିଁକି ନା ରଥ ଟାଣିବା ଲାଗି ସମସ୍ତଙ୍କର ଆଗ୍ରହ। ବର୍ଷା ତ ସକାଳେ ହେଇଥିଲା, ଆଉ ଉପରଓଳି ବର୍ଷା ନାହିଁ। ଯାହା ହଉ ସମସ୍ତେ ଥକି ହେଲେନି। ସେଠି ପାଣି ଡ୍ରିଙ୍କ ଟିକେ କରିଦେଲୁ, ପାଣି ପିଇଦେଲୁ। ମୁଁ ପିଇ ନାହିଁ, ଆଉ ଅନ୍ୟମାନେ ପାଣି ସବୁ ପିଇଲେ। ଟାଣି ପାରୁନାହାନ୍ତି ନା ରଥ, ସେ ନାଇଁ ଦୌଡ଼ି ଗୁଟେଇ ଦେଉଛନ୍ତି। ତାଙ୍କୁ କୁହାଯାଉଛି ରଥ ଦୌଡ଼ି ସିଧା କର, ସିଧା କରୁନାହାନ୍ତି, ଖାଲି ଟାଣି ଟୁଣାକି ନେବା କଥା ରଥ ଦୌଡ଼ି। ସ୍କୁଲ ଭ୍ୟାନ୍ ଗୋଟେ ଗଲା, ସ୍କୁଲ ଭ୍ୟାନ୍ ପୁରା ଭିଡ଼, ପ୍ରବଳ ମାତ୍ରାରେ ଭିଡ଼। ଆରେ ଆଗକୁ ଭିଡ଼ ହେବେ, ଏଇଟା କିଛି ନୁହେଁ। ସେ ପୁରା ଆଜି ଯାଉଛୁ ମାନେ ତାଙ୍କ ଏରିଆ ପୁରା ଜାମ୍ କରିଦେବେ। ରଥ ଆଉ କିଛି ନୁହେଁ, ରଥର ବି
ଚଢ଼ାଚୁଡ଼ି ହେଉଛନ୍ତି। ମୋର ଜଣେ ପାଦ ମାଡ଼ିଦେଲେ ହେଉଛୁ କିଏ ଜାଣିପାରିଲେନି, ସେଇ ରଥ ଟାଣିତେ ପାଦ ମାଡ଼ିଦେଲେ। ଆଉ ତାଙ୍କୁ ତ କିଛି କହିହେବନି ନା, ମହାପ୍ରଭୁଙ୍କ ତୁ ଆଇଛୁ ମାନେ ନିହାତି ରଥ ଦୌଡ଼ି ଟାଣିବାକୁ ପଡ଼ିବ। ଦେଖନ୍ତୁ ଆମର ଏଠି ରାସ୍ତା ଉପରେ ଠିଆ ହେଇଛି ଏ ରଥ। ଏଇଟା ପୁରା ସାମ୍ନାସାମ୍ନି ପୁରା ଛକ ଫ୍ରଣ୍ଟ ମଝାମଝିରେ ରହିଛୁ। ବସଷ୍ଟାଣ୍ଡ ଅଛି ଦେଖିପାରୁଥିବେ, ଘର ଗୋଟେ ଦେଖିପାରୁଥିବେ। ଏପଟ ହେଉଛି ମିଠା ଦୋକାନ ଅଛି, ଶିବ ମନ୍ଦିର ଦେଖିପାରୁଥିବେ ଏପଟେ ରହିଛି। ପାଖାପାଖି ଶିବ ମନ୍ଦିରରେ ଠିଆ ହେଇଛୁ। ମାନେ କିଛି ବାଟ ଟଣା ହେଉଛି ତ କିଛି ବାଟ ରହିଯାଉଛନ୍ତି, ମାନେ ଟାଣି ପାରୁନାହାନ୍ତି ରଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପୁଣି ରହିଗଲେ ପୁଣି ଏ ପୂଜା ଟିକେ କରିବେ ବୋଧେ। ଏ ତାଙ୍କର କ'ଣ ଚକୋଲେଟ୍ ବି ପକାଉଥିଲେ ତ ଦେଖିପାରୁଥିବେ। ଆଉ କ'ଣ ତାଙ୍କର ଲଡ଼ୁ ବି ପଡ଼ିଥିଲା। ଆଉ ଲଡ଼ୁ ଭିଡ଼ିଓଟା ଦେଖେ ନାହିଁ, ସେଇଟା କରିଥାନ୍ତି କରିପାରିଲିନି, କିନ୍ତୁ ଚକୋଲେଟ୍ ଭିଡ଼ିଓଟା ଦେଖେଇଛି। ତଳୁ ଯେତେବେଳେ ପଡ଼ିଲା ମୁଁ ଉଠେଇକି ଦେଖେଇଥିଲି ଆପଣଙ୍କୁ। ମଜା ଅଲଗା ପ୍ରକାର ଦଳା ଚକଟା ହେଇଛନ୍ତି ଗୋଟେ ହିଁ ଚକୋଲେଟ୍ ପାଇଁ। ଲାଷ୍ଟକୁ ଯିଏ ଭାଇ ଦେଉଥିଲେ ଚକୋଲେଟ୍ ବାଣ୍ଟୁଥିଲେ, ମାନେ ଯେଉଁ ଫିଙ୍ଗୁଥିଲେ ତାଙ୍କ ଡବା ସରିଗଲା ପୁରା। ପଇସା ଆଉ ଅଛି ନା ନାହିଁ ଆଉ। ସେ ଭାଇ ବି ଆମର ବାଣ୍ଟୁଥିଲେ ପଳେଇଛନ୍ତି। ଏବେ ଦେଖିପାରୁଥିବେ ତିନି ଠାକୁର ଆମର ବଇଛନ୍ତି ରଥରେ। ପାଗଟା ଠିକ୍ ଥିଲା, କିନ୍ତୁ ଟିକେ ଭିଡ଼ିଓ କରିବା ନେଇ ଟିକେ ଅସୁବିଧା ହେଉଥିଲା। କ୍ୟାମେରା ଟିକେ ଆସୁଥିଲା ଟିକେ ଇଏରେ। ଆମର ଏଇଟା କୁରୁଡ଼ା ଗ୍ରାମ ପଞ୍ଚାୟତ ଦେଖିପାରୁଥିବେ। ଆସିକି ରଥ ଲାଗିଲାନି ଗ୍ରାମ ପଞ୍ଚାୟତ ଇଏରେ। ମାଉସୀ ବାଡ଼ି ଆସିଲେନି। କେତେ ପ୍ରବଳ ଭିଡ଼ ଦେଖନ୍ତୁ ମାନେ। ଏଇଟା ଏତେ ଭିଡ଼ ବୋଲି ଜାଣିନଥିଲି, ପ୍ରବଳ ଭିଡ଼ ରହୁଛି। ସେଇଥିପାଇଁ ମୁଁ ପଳେଇ ଆସିକି ଭିଡ଼ିଓ କରୁଛି, ଦେଖିପାରୁଥିବେ। ମୁଁ ଆଉ ରଥ ଦୌଡ଼ି ଛାଡ଼ି ଦେଇକି ପଳେଇ ଆଇଛି। ଟାଣୁଥିଲି, ବର୍ତ୍ତମାନ ଛାଡ଼ି ଦେଇକି ପଳେଇ ଆଇଛି। ଆଉ ଏତେ ଭିଡ଼ କେଉଁଠୁ ଥିଲେ କେଉଁଠୁ ଆଇଲେ ଜଣାଇ ପଡ଼ିଲାନି। ଆମେ ସେତେବେଳେ ଟାଣୁଥିଲୁ କମ୍ ଥିଲେ, ତାପରେ ଏତେ ଏଇଠୁ ଭିଡ଼ ମାନେ ଦେଖି ପାରୁନଥିବେ, ଏତେ ପ୍ରବଳ ଭିଡ଼ ମାତ୍ରାରେ ଟଣା ହେଉଛି ରଥ। ଟାଣିକା ଲାଷ୍ଟକୁ ମୁଣ୍ଡ ଖରାପ ହେଇଗଲାଣି। ଦେଖିପାରୁଥିବେ ଏଠି ଆମର ପାଣି ବୋଟଲ କେମିତି ଧରିକି ଠିଆ ହେଇଛନ୍ତି। ପୁରା ଏଠି ଲାଇନ୍ କରିକି ରହିଛନ୍ତି, ମାନେ ସେଇଠୁ ଟାଣିକି ଅଣାଗଲା। ପୁଣି ଧୀରେ ଧୀରେ ଆସିବ ସେଇଠୁ, ପୁଣି ବାମ ପଟକୁ ବୁଲିବ। ମାଉସୀ ବାଡ଼ି ରହୁଛି ଆମର ବାମ ପଟ ସାଇଡ଼୍ରେ। ପୁଣି ଆସିବ ଆମର ରଥ ପୁଣି ଷ୍ଟାର୍ଟ ହେଇଗଲା ଟାଣିବା। ରହିଯାଇଥିଲା କିନ୍ତୁ ଆରମ୍ଭ ହେଇଗଲା ରଥ ଟାଣିବା। ଗୋଟେ ଛୁଆମାନେ ପଶିଯାଉଛନ୍ତି ମଝିରେ ନା, ଟାଣି ପାରୁନାହାନ୍ତି, ତାଙ୍କୁ ଠେଲି ପେଲି ଦେଉଛନ୍ତି ବି। ଏ ଗଲା ଧୀରେ ଧୀରେ ରଥ ଟାଣ ବୋଲି। ମଝିରେ ବି କିଛି ରହିଛନ୍ତି ଆମର ବଡ଼ ରଥ ଟଣା ରଥ। ସାଇଡ଼୍ରେ ବି ଠିଆ ହେଇଛନ୍ତି, ରାସ୍ତାରେ ଜାମ୍ ହେଉଛନ୍ତି ନା, ସେ ନେଇକି ଟିକେ ସାଇଡ଼୍ରେ ଠିଆ ହେଇଛନ୍ତି। ଆଉ ସେଇ ରହିଛନ୍ତି ଦେଖିପାରୁଥିବେ। ଆମର ବିହାରୀ କେର ଟାଣୁଛି ଦେଖିପାରୁଥିବେ, ଉଚ୍ଚୁଲ ବିହାରୀ। ସବୁ ଜାଣିଛନ୍ତି ସାଙ୍ଗମାନେ। ଦେଖିପାରୁଥିବେ ଆମର ବର୍ତ୍ତମାନ ତିନି ଠାକୁର ଆସିକି ପହଞ୍ଚିଗଲେଣି। ଆଉ ମାଉସୀ ବାଡ଼ିରେ ପହଞ୍ଚିଯିବେ। ମାଉସୀ ବାଡ଼ି ଟିକେ ଆଗକୁ ରହିଛି। ଚାଲୁଛନ୍ତି ଧୀରେ ଧୀରେ। ଏପଟ ସାଇଡ଼୍କା ଚାଲିଲା ପୁଣି ରଥ। ସାଙ୍ଗମାନେ ଯଦି ଭିଡ଼ିଓ ଭଲ ଲାଗିଥାଏ କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ।